कारण प्रभु जे उद्धारकर्ता भावे आसुचंती यह संपूर्ण विश्वास करथिले। से दिन इस्राएलीय लोक माने प्रभु को ऊपर विश्वास करथिले। आज आमे कौन संपूर्ण ईश्वर को ऊपर निर्भर करूछु कि ईश्वर को मंगलदान निमंते तांको गौरव प्रशंसा करूछु कि जीसुको मधुर वाक्य चला पथे साजे दीप अमरी चरण अलिभा आलोक देई जीवनर प्रतिपदे जीवनर प्रतिपदे बढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। प्रिय दर्शक बंधु नमस्कार। प्रभु जीशु मधुर नाम रे आपन को पथ प्रदर्शिका कार्यक्रम को स्वागत करूछि। मोर विश्वास प्रभु को दया और अनुग्रह रु आपन निश्चय भल थिबे। आपन नियमित आम कार्यक्रम देखुछंती, शिक्षा लाभ करूछंती और आत्मिक जीवन रे बढ़ुछंती, सेथि पई मु विशेष आनंदित। आपन को मतामत निश्चय आम को जणाइबे। आमे आपन को फोन कॉल रा अपेक्षा रे अछु। आपन को मध्यरु एई दिन मान करे अनेक आम सहित फोन रे जोगाजोग करूछंती। मु समान को पई विशेष आनंदित और प्रभु को धन्यवाद दिए। जदि आपन ए पर्यंत फोन करनाहंती आज ही आम सहित जोगाजोग करंतु। आमे आपनकर फोन कॉल रा अपेक्षा रे अछु। प्रभु आपन को बहुल भावे आशीर्वाद करंतु। आमे गत पाठ रे गीत संहिता 107 उपरे अध्ययन आरंभ करिथिलु। सेठारे गीत रचक कहंती जो माने ईश्वर को शक्ति द्वारा उद्धार पाइछंती समाने ईश्वर को प्रशंसा करंतु। उद्धार प्राप्त लोकमान को मध्यरे 4 प्रकार लोक थिले। जो माने प्रांतर रे हजि जाइथिले ईश्वर समान को उद्धारकारी शक्ति द्वारा सुरक्षित स्थान को कढ़ी आनिथिले। अंधकार बंधन मध्यरु लोकन को मुक्त करिथिले। पापर कबलरू समान को उद्धार करथिले। प्रकृतिर विपर्जय उद्धार करथिले। समस्त मंगलदान पाइला परे मध्य समाने ईश्वर को भूली जाइथिले। सेही परी गीत संहिता 108 हेउची प्रशंसा और विश्वास गीत। या व्यक्तिगत उपासना सहित आरंभ होइथिबा देखु। जेपरी गीत संहितार लेखक ईश्वर स्थिर प्रेम रे अटल विश्वास रखिबा पई से कहउछंती। द्वितीय अंश रे ईश्वर मनोनीत इस्राएल लोक जेपरी समानकर शत्रु मानक हस्तरु उद्धार पाइबे सेथि पई से निवेदन करूछंती। परमेश्वर जेपरी हस्तक्षेप करिवे और शत्रु मानकु विनष्ट करिवे। आज आमे कोन संपूर्ण ईश्वर को ऊपरे निर्भर रखुछु कि ईश्वर को मंगलदान निमंते तांको गौरव प्रशंसा करूछु कि। तेबे आसंतु ए संपर्क रे अधिक आलोचना करिबा पूर्वरु एक भक्तिमूलक गीत सुनिबा। तुमको ही
ପଛେଇବି ନାହିଁ। ମୁଁ ଆଠ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ ପଛେଇବି ନାହିଁ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା 107 ପର୍ବର 22 ପଦରୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହି ଗୀତଟି ଚମତ୍କାର ଭାବେ ଈଶ୍ୱରଙ୍କ ଅନୁଗ୍ରହକୁ ପ୍ରକାଶ କରେ ଓ ଭବିଷ୍ୟତରେ ଇସ୍ରାଏଲ୍ ଜାତି ପ୍ରତି ଈଶ୍ୱରଙ୍କ ଉଦ୍ଧାରର ବିଷୟକୁ ପ୍ରକାଶ କରେ। କାରଣ ସେମାନଙ୍କ ମଧ୍ୟରୁ ଅନେକ କାରାଗାର ମଧ୍ୟରେ ରହିବେ, ମାତ୍ର ଈଶ୍ୱର ସେମାନଙ୍କୁ ମୁକ୍ତ କରି ସେମାନଙ୍କର ପ୍ରତିଜ୍ଞାତ ଦେଶ ଅର୍ଥାତ୍ ସେହି ପାଲେଷ୍ଟାଇନ୍ ଦେଶକୁ କଢ଼ାଇ ଆଣିବେ। ତେବେ ଯଦି ଆମେ ଏହି ବିଷୟ ନେଇ ସ୍ମରଣ କରିବା, ତାହେଲେ ଦେଖନ୍ତୁ ଈଶ୍ୱର କିପରି ପିତରଙ୍କୁ ସେହି କାରାଗାର ମଧ୍ୟରୁ ବାହାର କରି ଆଣିଲେ ଓ କିପରି ପାଉଲ ଓ ଶିଲାଙ୍କୁ ରାତ୍ରିରେ ସେହି କାରାଗାର ମଧ୍ୟରୁ ବାହାର କରି ଆଣିଲେ। ମଧ୍ୟ ସେ ଆମମାନଙ୍କୁ ପାପର ଗହ୍ୱର କାରାଗାର ମଧ୍ୟରୁ ଉଦ୍ଧାର କରିଅଛନ୍ତି। ଆଉ ଈଶ୍ୱର ଆମମାନଙ୍କୁ ଏକ କ୍ଷମା ଦେଇଅଛନ୍ତି। ପ୍ରିୟ ବନ୍ଧୁ, ପ୍ରତ୍ୟେକଙ୍କ ନିମନ୍ତେ ଈଶ୍ୱରଙ୍କର କ୍ଷମା ରହିଅଛି। କେହି ଜଣେ କହିପାରନ୍ତି, ଯଦି ଏକ କ୍ଷମା ରହିଅଛି ତାହେଲେ ମୁଁ କାହିଁକି କ୍ଷମାପ୍ରାପ୍ତ ହୋଇନାହିଁ? ତେବେ ଏପରିକି କାରାଗାରରେ ମଧ୍ୟ ଏକ କ୍ଷମା ଗୃହୀତ ହେବା ଉଚିତ। ଏଠାରେ ଏକ କାରାଗାର ମଧ୍ୟରେ ଜଣେ ବନ୍ଦୀର କଥା ମନେ ପଡ଼େ, ଯେଉଁଠାରେ ସରକାରଙ୍କ ଦ୍ୱାରା ଜଣେ ବନ୍ଦୀ ସେହି କାରାଗାର ମଧ୍ୟରୁ ମୁକୁଳିତ ହେବା ନିମନ୍ତେ କ୍ଷମାପ୍ରାପ୍ତ ହୋଇଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କଲା ନାହିଁ। ସେହି କାରାଗାରର ପରିଚାଳକମାନେ ଏକ ସମସ୍ୟାରେ ପଡ଼ିଗଲେ, କାରଣ ସେମାନେ ବା କ'ଣ କରିପାରିବେ ଯେତେବେଳେ ଜଣେ ବନ୍ଦୀ କ୍ଷମାପ୍ରାପ୍ତ ହୋଇ ମଧ୍ୟ ସେହି କ୍ଷମାକୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ନୁହେଁ। ଶେଷରେ ବିଚାରପତିଙ୍କୁ ଏହା ଜଣାଇ ଦିଆଗଲା ଓ ସେ କହିଲେ ସେହି ବ୍ୟକ୍ତିକୁ କାରାଗାର ମଧ୍ୟରେ ରହିବାକୁ ହେବ। ଜଣେ ମୁକ୍ତ ହେବା ପୂର୍ବରୁ ତାହାକୁ କ୍ଷମା ଗ୍ରହଣ କରିବାକୁ ଅଛି। ଆପଣଙ୍କ ନିମନ୍ତେ ପ୍ରଭୁଙ୍କର କ୍ଷମା ରହିଅଛି, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ପାପ କ୍ଷମା ରହିଅଛି ଓ ଆମମାନଙ୍କର ଅପରାଧ ନିମନ୍ତେ କ୍ଷମା ରହିଅଛି, କିନ୍ତୁ ଆମମାନଙ୍କୁ ଏହା ଗ୍ରହଣ କରିବାକୁ ହେବ। ଆପଣ ଏପର୍ଯ୍ୟନ୍ତ ଆପଣଙ୍କର କ୍ଷମାକୁ ଗ୍ରହଣ କରିଅଛନ୍ତି କି? ଆପଣ କ'ଣ ପାପରୁ ଉଦ୍ଧାରପ୍ରାପ୍ତ ହୋଇଛନ୍ତି କି? ଆପଣ କ'ଣ ପାପର ଦଣ୍ଡରୁ ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି କି? ଯଦି ନାହିଁ, ତାହେଲେ ଏବେ ବି ସମୟ ଅଛି। ପ୍ରଭୁ ଯୀଶୁଙ୍କ ନିକଟକୁ ଆସନ୍ତୁ, କ୍ଷମା ଗ୍ରହଣ କରନ୍ତୁ, ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଆସନ୍ତୁ ଏହାପରେ 107 ପର୍ବର 22-24 ପଦ ମଧ୍ୟରେ ସମସ୍ୟାକୁ ଦୂର କରିବାରେ ଈଶ୍ୱରଙ୍କର ସୁରକ୍ଷାର ବିଷୟକୁ ଲକ୍ଷ୍ୟ କରିବାକୁ ଯିବା। ଈଶ୍ୱର ଚାହାନ୍ତି ଆପଣ ଓ ମୁଁ ଆମେ ଯେପରି ଧନ୍ୟବାଦ ଓ ପ୍ରଶଂସା ରୂପ ନୈବେଦ୍ୟ ଘିନି ତାହାଙ୍କର ନିକଟବର୍ତ୍ତୀ ହେଉ। ଏହା କୌଣସି ବଳିଦାନ ଉତ୍ସର୍ଗ କରିବା ଦ୍ୱାରା ନୁହେଁ, ମାତ୍ର ମୁଖରେ ତାହାଙ୍କର ପ୍ରଶଂସା କରିବା ଦ୍ୱାରା ଓ ଧନ୍ୟବାଦ ଦେବା ଦ୍ୱାରା। କିନ୍ତୁ କେଉଁଥିପାଇଁ? ତାହାଙ୍କର ସୁରକ୍ଷା ନିମନ୍ତେ। ଏବ୍ରୀ 13 ପର୍ବର 10-15 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେଉଁ ଯଜ୍ଞବେଦୀର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମମାନଙ୍କର ଏପରି ଏକ ଯଜ୍ଞବେଦୀ ଅଛି। କାରଣ ଯେଉଁସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେହିସବୁ ପଶୁର ଶରୀର ଛାଉଣିର ବାହାରେ ଦଗ୍ଧ ହୁଏ। ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ। ଅତଏବ ଆସ ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣିର ବାହାରେ ତାହାଙ୍କ ନିକଟକୁ ଯାଉ। କାରଣ ଏଠାରେ ଆମମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ୱେଷଣ କରୁଅଛୁ। ଏଣୁ ଆସ ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି ଅର୍ଥାତ୍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ। ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ଆପଣଙ୍କୁ ଗିର୍ଜାକୁ ଯିବା ନିମନ୍ତେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ତାହା ହେଉଛି ଆପଣଙ୍କ ଓଷ୍ଠାଧରର ଫଳ ଈଶ୍ୱରଙ୍କୁ ପ୍ରଶଂସା ଦିଏ। ଆପଣ କେଉଁ ବିଷୟ ନିମନ୍ତେ ତାହାଙ୍କୁ ଧନ୍ୟବାଦ ଦେଇପାରିବେ? ତାଙ୍କର ସୁରକ୍ଷା ନିମନ୍ତେ। ସେ ଆପଣଙ୍କୁ ଏହି ବର୍ତ୍ତମାନ ସମୟ ମଧ୍ୟକୁ ଆଣିଅଛନ୍ତି।
107 ପର୍ବର 23 ଓ 24 ପଦ ଅନୁଯାୟୀ ଗୀତ ରଚକଙ୍କ ସମୟରେ ଏହି ନାବିକ ହେବା ଘଟଣା ଏକ ବିପଦପୂର୍ଣ୍ଣ ବ୍ୟବସାୟ ଥିଲା। ଜଣେ ବ୍ୟକ୍ତି ଯେ କି ଜଳଯାତ୍ରାରେ ବାହାରି ଯାଉଥିଲା, ସେ ଆଉ ଫେରିବ କି ନାହିଁ ତହିଁରେ ନିଶ୍ଚୟତା କିଛି ନଥିଲା। ବର୍ତ୍ତମାନ ଯେଉଁମାନେ ଜଳଯାତ୍ରା କରନ୍ତି ବା ଉଡ଼ାଜାହାଜରେ ଯାତ୍ରା କରନ୍ତି, ସେମାନଙ୍କ ଅପେକ୍ଷା ତାହାକୁ ଅଧିକ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବାକୁ ଥିଲା। ତେବେ ସେ ଯାହୁନା କାହିଁକି ଏହି ପ୍ରକାର ପରିସ୍ଥିତିରେ ଈଶ୍ୱରଙ୍କର ଶରଣାପନ୍ନ ହେବା ସବୁଠାରୁ ଚମତ୍କାର ବିଷୟ। ଏହା ମଧ୍ୟ ଆବଶ୍ୟକ ଯେ ଆମମାନେ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ତାହାଙ୍କ ନିକଟରେ ନିଜକୁ ସମର୍ପଣ କରିବା ଆବଶ୍ୟକ। ଆସନ୍ତୁ ଏହାପରେ 107 ପର୍ବର 31-43 ପଦ ମଧ୍ୟରେ ତାହାଙ୍କର ଲୋକମାନଙ୍କୁ ଆନନ୍ଦିତ କରାଇବାରେ ଈଶ୍ୱରଙ୍କର ଶକ୍ତିକୁ ଲକ୍ଷ୍ୟ କରିବାକୁ ଯିବା। ତେବେ 107 ପର୍ବର 31 ପଦରେ ଏହିପରି ଲେଖା ଅଛି, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ। ଆଜି ଆମେ ପ୍ରତ୍ୟେକ ଈଶ୍ୱରଙ୍କର ଶକ୍ତିକୁ ଆବଶ୍ୟକ କରୁ। ଆଦ୍ୟ ମଣ୍ଡଳୀ ମଧ୍ୟ ଈଶ୍ୱରଙ୍କ ଶକ୍ତି ବିଷୟ ନେଇ ବିଶେଷ ଯତ୍ନବାନ ଥିଲେ। ଆଜି ଆମେ ଈଶ୍ୱରଙ୍କର ସମସ୍ତ ମଙ୍ଗଳଦାନ ନିମନ୍ତେ ତାହାଙ୍କର ପ୍ରଶଂସା କରିବା ଉଚିତ। ଆଜି ଆମେ ପ୍ରତ୍ୟେକ ଆମମାନଙ୍କର ଜୀବନରେ ଈଶ୍ୱରଙ୍କର ଶକ୍ତିକୁ ଆବଶ୍ୟକ କରୁ। ଆଜି ଆମମାନେ ସମସ୍ୟା ବିଷୟ ନେଇ ସତର୍କ ଅଟୁ, କିନ୍ତୁ ଶକ୍ତି ବିଷୟ ନେଇ ନୁହେଁ। କିନ୍ତୁ ଆଦ୍ୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଈଶ୍ୱରଙ୍କ ଶକ୍ତି ବିଷୟ ନେଇ ବିଶେଷ ସଚେତନ ଥିଲେ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଅତି ସୁନ୍ଦର ଓ ଆକର୍ଷଣୀୟ ହୋଇଥାଇପାରେ। ଅନେକ କାର୍ଯ୍ୟକ୍ରମ ତଥା ସେବା ପ୍ରଭୃତିରେ ସକ୍ରିୟ ଅଂଶଗ୍ରହଣ କରିପାରେ, କିନ୍ତୁ ଆମମାନଙ୍କର ଶକ୍ତି ନାହିଁ। ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀମାନଙ୍କରେ ଈଶ୍ୱରଙ୍କ ଶକ୍ତିର ଅଭାବ ଦେଖାଯାଏ। କିନ୍ତୁ ଏହି ଶକ୍ତି ଏ ପ୍ରକାର ଏକ ବିଷୟ ଯାହାକି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଆବଶ୍ୟକ କରନ୍ତି। ଆଜି ଆମ୍ଭେମାନେ ଗୋଟିଏ କାରଣ ନେଇ ଶକ୍ତିହୀନ ହୋଇଯାଉଛୁ, ଆଉ ତାହା ହେଉଛି ଆମ୍ଭେମାନେ ଈଶ୍ୱରଙ୍କର ପ୍ରଶଂସା କରୁନାହୁଁ ଯେପରି ଆମମାନେ କରିବା ଉଚିତ। 32 ପଦରେ ଲେଖା ଅଛି, ଆହୁରି ସେମାନେ ଲୋକମାନଙ୍କ ସମାଜରେ ତାହାଙ୍କର ପ୍ରତିଷ୍ଠା କରନ୍ତୁ ଓ ପ୍ରାଚୀନମାନଙ୍କ ସଭାରେ ତାହାଙ୍କର ପ୍ରଶଂସା କରନ୍ତୁ। ଆମେ ଈଶ୍ୱରଙ୍କ ପ୍ରଶଂସା କରିବା ଉଚିତ, କାରଣ ପ୍ରଶଂସା ଶକ୍ତିର ସମ୍ମୁଖବର୍ତ୍ତୀ। 107 ପର୍ବର 43 ପଦରେ ଲେଖା ଅଛି, ଯେ ଜ୍ଞାନବାନ ସେ ଏହିସବୁ ବିଷୟରେ ମନୋଯୋଗ କରିବ, ପୁଣି ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା କରିବେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କର ସେହି ସ୍ନେହପୂର୍ଣ୍ଣ କରୁଣା ବା ବିବିଧ ଦୟା ସେମାନଙ୍କ ପ୍ରତି ବର୍ତ୍ତେ ଯେଉଁମାନେ ତାହାଙ୍କର। ଆସନ୍ତୁ ଏହାପରେ ଗୀତ 108 ପର୍ବ ମଧ୍ୟକୁ ଯିବା। ଏହି ଗୀତରେ ଆମେ ଇସ୍ରାଏଲର ପ୍ରଶଂସା ଓ ଅଧିକାର ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରିବା। ଏହା ଦାଉଦଙ୍କର ଆଉ ଏକ ଗୀତ ଓ ଏହା ଏକ ଚମତ୍କାର ଗୀତ। ଗୀତ 108 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଗାନାର୍ଥକ ଗୀତ। ହେ ପରମେଶ୍ୱର, ମୋର ଚିତ୍ତ ସୁସ୍ଥିର ଅଛି, ମୁଁ ଗାନ କରିବି। ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି। ଏହା ସେହି ଇସ୍ରାଏଲର ଅବଶିଷ୍ଟାଂଶ ଉଦ୍ଧାରପ୍ରାପ୍ତ ଯେଉଁମାନେ କି ସେହି ପ୍ରତିଜ୍ଞାତ ଦେଶକୁ ଫେରିଆସି ଅଧିକାର କରିଅଛନ୍ତି ଓ ପ୍ରଭୁଙ୍କର ପ୍ରଶଂସା କରୁଅଛନ୍ତି। ଆମେ ଏହା ମଧ୍ୟ ପୂର୍ବ ଅଧ୍ୟାୟରେ ଲକ୍ଷ୍ୟ କରିଅଛୁ। ଈଶ୍ୱର ସେମାନଙ୍କୁ ସେମାନଙ୍କର ପ୍ରତିଜ୍ଞାତ ଦେଶକୁ ଫେରାଇ ଆଣିବାକୁ ଯାଉଅଛନ୍ତି। ସେ ସେମାନଙ୍କୁ ପୃଥିବୀର ଚତୁର୍ଦିଗରୁ ଏକତ୍ର କରି ସଂଗ୍ରହ କରିବେ ଓ ଯେତେବେଳେ ସେମାନେ ସେମାନଙ୍କ ନିଜ ଦେଶକୁ ଫେରିଆସିବେ, ସେତେବେଳେ ସେମାନେ ଈଶ୍ୱରଙ୍କ ପ୍ରଶଂସା ଗୌରବ କରିବେ। ଏହାପରେ 108 ପର୍ବର 7 ପଦରେ ଲେଖା ଅଛି, ପରମେଶ୍ୱର ଆପଣା ପବିତ୍ରତାରେ କହିଅଛନ୍ତି, ଆମ୍ଭେ ଉଲ୍ଲାସ କରିବା। ମୁଁ ସିକିମ୍କୁ ବିଭାଗ କରିବି ଓ ସୁକୋତ ଉପତ୍ୟକା ମାପିବି। ଏହା ସେହି ଇସ୍ରାଏଲର ଅବଶିଷ୍ଟାଂଶ ଉଦ୍ଧାରପ୍ରାପ୍ତ ଲୋକମାନଙ୍କର ବାକ୍ୟ ହେବ। ସେମାନେ ନିଜେ ସେମାନଙ୍କର ଉତ୍ତରାଧିକାରକୁ ଗ୍ରହଣ କରିବା ନେଇ ଓ ବଂଶଗୁଡ଼ିକ ମଧ୍ୟରେ ସେମାନଙ୍କର ଦେଶ ବିଭକ୍ତିକରଣକୁ ନେଇ ଦେଖିବାକୁ ପାରନ୍ତି। ସେମାନେ ସେହି ଦେଶ ଅଧିକାର କରି ଈଶ୍ୱରଙ୍କର ପ୍ରଶଂସା ଓ ଧନ୍ୟବାଦ କରିବା ପାଇଁ ଯାଉଅଛନ୍ତି। ବାସ୍ତବରେ ତାହା କେତେ ମହାନନ୍ଦର ସମୟ ହେବ। ଆସନ୍ତୁ ଏହାପରେ ଆମେ ଗୀତ 109 ପର୍ବ ମଧ୍ୟକୁ ଯିବା। ଗୀତ 109 ପର୍ବଟି ଦାଉଦଙ୍କର ଗୀତ। ଏହା ଏକ ମସିହତ୍ୱ ଗୀତ। ଏହା ଖ୍ରୀଷ୍ଟଙ୍କର ଅପମାନକୁ ପ୍ରକାଶ କରେ ଓ ଏହା ଏକ ଅଭିଶାପ ଜନିତ ପ୍ରାର୍ଥନା।
ସେହି ଇସ୍କାରିଓଥ ଜିହୁଦାକୁ ଲକ୍ଷ୍ୟ କରି ସିମୋନ ପିତର ଏହି ଗୀତରୁ କିଛି ଅଂଶ ନେଇ ନୂତନ ନିୟମରେ ପ୍ରେରିତ 1 ପର୍ବର 20 ପଦରେ ଏହିପରି ପ୍ରକାଶ କରନ୍ତି। ଆଉ ଗୀତ ସଂହିତାରେ ଲେଖା ଅଛି, ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ ଏବଂ ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣେ ପ୍ରାପ୍ତ ହେଉ। ତେଣୁକରି ଏହି ଗୀତଟିକୁ ଇସ୍କାରିଓଥ ଜିହୁଦାର ଗୀତ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଲକ୍ଷ୍ୟ କରନ୍ତୁ ଏହି ଗୀତ କିପରି ଇସ୍କାରିଓଥ ଜିହୁଦା ବିଷୟ ନେଇ ପ୍ରକାଶ କରେ। ଗୀତ 109 ପର୍ବର 6-9 ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭେ ତାହା ଉପରେ ଏକ ଦୁଷ୍ଟ ଲୋକ ନିଯୁକ୍ତ କର, ପୁଣି ଜଣେ ବିପକ୍ଷ ତାହାର ଦକ୍ଷିଣ ପାର୍ଶ୍ୱରେ ଠିଆ ହେଉ। ସେ ବିଚାରିତ ହେବା ସମୟରେ ଦୋଷୀକୃତ ହେଉ, ପୁଣି ତାହାର ପ୍ରାର୍ଥନା ପାପ ରୂପେ ଗଣିତ ହେଉ। ତାହାର ଆୟୁ ଅଳ୍ପ ହେଉ ଓ ଅନ୍ୟ ଲୋକ ତାହାର ପଦ ପ୍ରାପ୍ତ ହେଉ। ତାହାର ସନ୍ତାନମାନେ ପିତୃହୀନ ହେଉନ୍ତୁ ଓ ତାହାର ଭାର୍ଯ୍ୟା ବିଧବା ହେଉ। ଏହା ସେହି ଇସ୍କାରିଓଥ ଜିହୁଦା ବିଷୟ ନେଇ ଭାବବାଣୀ ଆକାରରେ ପ୍ରକାଶ କରାଯାଏ। ଏହା ପ୍ରକାଶ କରେ ଯେ ଇସ୍କାରିଓଥ ଜିହୁଦା ବିବାହିତ ପୁରୁଷ ଥିଲା ଓ ତାହାର ସନ୍ତାନମାନେ ମଧ୍ୟ ଥିଲେ। ଗୀତ ସଂହିତା 109 ପର୍ବର 10 ପଦରେ ଏହିପରି ଲେଖା ଅଛି, ତାହାର ସନ୍ତାନଗଣ ବାରବୁଲା ହୋଇ ଭିକ୍ଷା କରନ୍ତୁ ଓ ସେମାନେ ଆପଣା ଆପଣା ଉଜାଡ଼ ସ୍ଥାନରୁ ଆହାର ଅନ୍ୱେଷଣ କରନ୍ତୁ। ଏହାଠାରୁ ଭଳି ଅଧିକ ଭୟଙ୍କର ବିଷୟ ଆଉ କ'ଣ ଥାଇପାରେ? ହଁ, ଏହା ଯଦିଓ ସେତେ ଦୂର ସୁନ୍ଦର ବିଷୟ ବୋଲି ମନେ ହୁଏ ନାହିଁ, ମାତ୍ର ଜଣେ ବିନାଶପ୍ରାପ୍ତ ଲୋକର ଗତି ଠିକ୍ ଏହି ପ୍ରକାର ହୁଏ। ସେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୁଏ। ଇସ୍କାରିଓଥ ଜିହୁଦା ଦୋଷୀକୃତ ଥିଲା ଓ ସେ ବିନାଶପ୍ରାପ୍ତ ହେଲା। ତାହା ହିଁ ଏହି ଗୀତ ମଧ୍ୟ ପ୍ରକାଶ କରେ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ନିଜେ କହନ୍ତି, ଯାହାକି ମାଥ୍ୟୁ 26 ପର୍ବର 24 ପଦରେ ଲେଖା ଅଛି, ମନୁଷ୍ୟ ପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ ସେ ଦଣ୍ଡର ପାତ୍ର। ସେହି ଲୋକର ଜନ୍ମ ହୋଇନଥିଲେ ତାହା ପକ୍ଷରେ ଭଲ ହୋଇଥାନ୍ତା। ପ୍ରଭୁ ଯୀଶୁ ସ୍ପଷ୍ଟ ଭାବେ ପ୍ରକାଶ କରିଦିଅନ୍ତି ଯେ ଜଣେ ବିନାଶପ୍ରାପ୍ତ ଲୋକର ଅବସ୍ଥା ବଡ଼ ଶୋଚନୀୟ ହୋଇଥାଏ। ମାତ୍ର ତଥାପି ଅପରପକ୍ଷରେ ସେ ମଧ୍ୟ ଏକ ଚମତ୍କାର ଆହ୍ୱାନ ଦିଅନ୍ତି, ଯାହାକି ଯୋହନ 3 ପର୍ବର 36 ପଦରେ ସେ କହନ୍ତି ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ। ପ୍ରିୟ ବନ୍ଧୁ, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ନାହିଁ, ଈଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତି ବର୍ତ୍ତେ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି କ୍ରୁଶ ଉପରେ ଈଶ୍ୱରଙ୍କ କ୍ରୋଧ ବହନ କଲେ। ସେ ଆମମାନଙ୍କ ନିମନ୍ତେ ତାହା ସାଧନ କଲେ ଓ ଆମମାନଙ୍କର ପରିତ୍ରାଣ ନିମନ୍ତେ ଏକମାତ୍ର ବିଷୟ ହେଉଛି ତାହାଙ୍କଠାରେ ବିଶ୍ୱାସ କରିବା। ଯଦି ଆମେ ତାହା ନ କରୁ, ତାହେଲେ ଈଶ୍ୱରଙ୍କ କ୍ରୋଧ ଆମମାନଙ୍କ ପ୍ରତି ବର୍ତ୍ତିବ। ଆସନ୍ତୁ ଏହାପରେ 110 ପର୍ବ ମଧ୍ୟକୁ ଯିବା। ଏହା ମଧ୍ୟ ଏକ ମସିହତ୍ଵ ଗୀତ। ଏହା ଖ୍ରୀଷ୍ଟଙ୍କର ମହିମାନ୍ୱିତ ହେବା ବିଷୟକୁ ପ୍ରକାଶ କରେ ଓ ଏହା ଖ୍ରୀଷ୍ଟଙ୍କର ସ୍ୱର୍ଗାରୋହଣ ଠାରୁ ହିଁ ଆରମ୍ଭ ହୁଏ। ତେବେ ଦେଖନ୍ତୁ, ଗୀତ 110 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ମୋ ପ୍ରଭୁଙ୍କୁ କହନ୍ତି, ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଈଶ୍ୱରତ୍ୱକୁ ପ୍ରକାଶ କରେ। ଦାଉଦ ଏଠାରେ ପ୍ରଭୁ ଯୀଶୁଙ୍କ ବିଷୟ ନେଇ ପ୍ରକାଶ କରନ୍ତି ଓ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରନ୍ତି। ମାଥ୍ୟୁ 22 ପର୍ବର 41-46 ପଦରେ ପ୍ରଭୁ ଯୀଶୁ ସେହି ଫାରୁସୀମାନଙ୍କୁ ତାହାଙ୍କର ଈଶ୍ୱରତ୍ୱ ପରିଚୟ ଦେବାକୁ ଯାଇ ଏହି ଗୀତ ସଂହିତାର 110 ପର୍ବଟିକୁ ଆଣି ଉପସ୍ଥାପିତ କରିଅଛନ୍ତି। ଦାଉଦ ଏହି ଗୀତରେ ମସିହଙ୍କୁ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରନ୍ତି। ତେଣୁ ଦାଉଦ ଯେତେବେଳେ ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି କହନ୍ତି, ତାହେଲେ ସେ କି ପ୍ରକାରେ ଶାରୀରିକ ଭାବେ ତାହାଙ୍କର ପୁତ୍ର ବୋଲି ଖ୍ୟାତ ହୋଇପାରିବେ? ଏହା ନିଶ୍ଚିତ ଭାବେ ତାହାଙ୍କର ସେହି କୁମାରୀ ଗର୍ଭରୁ ଜନ୍ମଲାଭ କରିବା ବିଷୟକୁ ପ୍ରମାଣିତ କରେ, ଯେ କି ଇସ୍ରାଏଲର ମସିହ ଅଟନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଈଶ୍ୱରତ୍ୱକୁ ଆମେ ନୂତନ ନିୟମରେ ବିଭିନ୍ନ ସ୍ଥାନରେ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ପ୍ରେରିତ 2 ପର୍ବର 34 ଓ 35 ପଦରେ, ଏବ୍ରୀ 1 ପର୍ବର 13 ପଦରେ, 5 ପର୍ବର 6 ପଦରେ, 6 ପର୍ବର 20 ପଦରେ, 7 ପର୍ବର 21 ପଦରେ, 10 ପର୍ବର 12 ଓ 13 ପଦରେ, ବିଶେଷରେ ଏବ୍ରୀ 1 ପର୍ବର 13 ପଦଟି ଅତି
ପ୍ରାଞ୍ଜଳ ଭାବେ ପ୍ରକାଶ କରେ। ତେବେ ଯେଉଁ ସମୟରେ ଯୀଶୁଙ୍କର ଶତ୍ରୁମାନେ ତାହାଙ୍କ ଉପରେ ଶେଷଥର ପାଇଁ ତାହାଙ୍କୁ ଦୋଷାରୋପ କରୁଥିଲେ, ସେତେବେଳେ ହେରୋଦୀୟମାନେ, ଯେଉଁମାନେ କି ଏକ ରାଜନୈତିକ ଦଳର ଲୋକ ଥିଲେ, ସେମାନେ ତାହାଙ୍କୁ ଏକ ରାଜନୈତିକ ମତାମତ ଦ୍ୱାରା ତାହାଙ୍କୁ ଧରିବା ନିମନ୍ତେ ଚେଷ୍ଟା କରୁଥିଲେ, ଯାହାକି ତାହାଙ୍କୁ ରୋମ୍ ପ୍ରତି ଜଣେ ପ୍ରତାରକ ଭାବେ ଚିହ୍ନଟ କରିବ। ଆଉ ଯେତେବେଳେ ସେମାନେ ତାହା କରିବା ନିମନ୍ତେ ବିଫଳ ହେଲେ, ସେତେବେଳେ ସାଧୁକୀମାନେ, ଯେଉଁମାନେ କି ଧାର୍ମିକ ଦଳର ଥିଲେ, ସେମାନେ ତାହାଙ୍କୁ ମୋଶାଙ୍କ ବ୍ୟବସ୍ଥା ନେଇ ଏକ ନିନ୍ଦନୀୟ ପ୍ରଶ୍ନ କରି ତାହାଙ୍କୁ ଧରିବା ନିମନ୍ତେ ଚେଷ୍ଟା କଲେ। ଆଉ ଯେତେବେଳେ ସେମାନେ ବିଫଳ ହେଲେ, ସେତେବେଳେ ଫାରୁସୀମାନେ, ଯେଉଁମାନେ କି ଧାର୍ମିକ ରାଜନୈତିକ ଦଳର ଲୋକ ଥିଲେ, ସେମାନେ ତାହାଙ୍କୁ ଧରିବା ନିମନ୍ତେ ଚେଷ୍ଟା କଲେ। ତେବେ ଯୀଶୁଙ୍କର ଉତ୍ତର ଫାରୁସୀମାନଙ୍କୁ ଏକ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। ତେଣୁ ଯେତେବେଳେ ସେମାନେ ଆଉ ଏକ କୌଶଳ କରିବା ନିମନ୍ତେ ଯୋଜନା କରିବା ପାଇଁ ପ୍ରତିବନ୍ଧକର ସମ୍ମୁଖୀନ ହେଲେ, ସେତେବେଳେ ଯୀଶୁ ସେମାନଙ୍କୁ ଏକ ପ୍ରଶ୍ନ କଲେ, ଯାହାକି ମାଥ୍ୟୁ 22 ପର୍ବର 41-44 ପଦରେ ଏହିପରି ଲେଖା ଅଛି। ଫାରୁସୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ, ଖ୍ରୀଷ୍ଟଙ୍କ ବିଷୟରେ ତୁମମାନଙ୍କର ମତ କ'ଣ? ସେ କାହାର ସନ୍ତାନ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର। ସେ ସେମାନଙ୍କୁ କହିଲେ, ତେବେ ଦାଉଦ କି ପ୍ରକାରେ ଆତ୍ମାଙ୍କ ଆବାସରେ ତାହାଙ୍କୁ ପ୍ରଭୁ ବୋଲି କହନ୍ତି? ଯଥା ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖିନାହୁଁ, ସେ ପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ। ଅତଏବ ଦାଉଦ ଯଦି ତାହାଙ୍କୁ ପ୍ରଭୁ ବୋଲି କହନ୍ତି, ତେବେ ସେ କି ପ୍ରକାରେ ତାହାଙ୍କର ସନ୍ତାନ? ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇପାରିଲେ ନାହିଁ। ପୁଣି ସେହିଦିନଠାରୁ କେହି ତାହାଙ୍କୁ ଆଉ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ। ଲକ୍ଷ୍ୟ କରନ୍ତୁ ଯେ ଯୀଶୁ ସେମାନଙ୍କୁ ସିଧାସଳଖ ଏକ ପ୍ରଶ୍ନ ପଚାରିଲେ, ଖ୍ରୀଷ୍ଟଙ୍କ ବିଷୟରେ ତୁମମାନଙ୍କର ମତ କ'ଣ? ଫାରୁସୀମାନେ ଉତ୍ତର ଦେଲେ ଯେ ସେ ଦାଉଦଙ୍କ ସନ୍ତାନ ଥିଲେ। ଏହି ଉତ୍ତରଟି ପାଇବା ପରେ ପ୍ରଭୁ ଯୀଶୁ ସେମାନଙ୍କୁ ଗୀତ 110ଟିକୁ ଆଣି ସେମାନଙ୍କର ଦୃଷ୍ଟିଗୋଚର କରାଇଲେ। ଧର୍ମଶାସ୍ତ୍ରର ସେହି ନିର୍ଦ୍ଦିଷ୍ଟ ଅଂଶ ଉପରେ ସେମାନଙ୍କର ଜ୍ଞାନର ଅଭାବକୁ ଦେଖାଇଦେବା ଲାଗି, ଯାହାକି ଯିହୁଦୀମାନେ ମସିହତ୍ୱ ଗୀତ ଭାବେ ଅନୁବାଦ କରନ୍ତି। ଏହି ଗୀତ, ଯାହାକି ଦାଉଦଙ୍କ ଦ୍ୱାରା ଲିଖିତ, ଦେଖାଇଦିଏ ଯେ ଜିହୋବା ମସିହଙ୍କୁ କହୁଅଛନ୍ତି, ଅର୍ଥାତ୍ ଦାଉଦ ମସିହଙ୍କୁ ମୋର ପ୍ରଭୁ ବୋଲି ସମ୍ବୋଧନ କରନ୍ତି। ଆଉ କୌଣସି ଯିହୁଦୀ ଯେ କି ମସିହଙ୍କୁ ଦାଉଦଙ୍କ ବଂଶଧର ବୋଲି ସ୍ୱୀକାର କରନ୍ତି, ସେମାନେ ଏହି ଗୀତ ସହିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁଠାରେ ଦାଉଦ ନିଜେ ମସିହଙ୍କୁ ତାହାଙ୍କର ପ୍ରଭୁ ବୋଲି କହନ୍ତି ଓ ଦାବି କରନ୍ତି ଯେ ସେ ହେଉଛନ୍ତି ତାହାଙ୍କଠାରୁ ମହାନ। ଏହା ଦେଖାଇଦିଏ ଯେ ମସିହ ଜଣେ ରାଜାଙ୍କ ଅପେକ୍ଷା ମହାନ ହେବେ, ଯେ କି ଏକ ସିଂହାସନ ଉପରେ ରାଜନୈତିକ ଶାସକ ହେବେ ମଧ୍ୟ। ଯେହେତୁ ଦାଉଦ ଏହି ଗୀତରେ ତାହାଙ୍କୁ ପ୍ରଭୁ ବୋଲି କୁହନ୍ତି, ତାହେଲେ ସେ କିପରି ତାହାଙ୍କର ସନ୍ତାନ ହୋଇପାରିବେ? ସ୍ୱାଭାବିକ ଜନ୍ମ ନେବା ହିସାବରେ ସେ କେବେ ହେଲେ ତାହାଙ୍କର ପୁତ୍ର ହୋଇପାରିବେ ନାହିଁ। ଏହା ଅଲୌକିକ ଭାବେ ଘଟିବାକୁ ଥିଲା। ଏହି ଗୀତ ଆମମାନଙ୍କୁ କହେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଯେ କି ଇସ୍ରାଏଲର ମସିହ, ତାହାଙ୍କୁ ଏକ କୁମାରୀ ଗର୍ଭରେ ଜନ୍ମ ନେବାକୁ ଥିଲା। ଲେଖା ଅଛି, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ। ଏହା ଜଣେ ସମାସ୍କନ୍ଧ ଆଉ ଜଣେ ସମାସ୍କନ୍ଧକୁ କହିବା ପରି। ଏହା ଈଶ୍ୱରଙ୍କୁ କହିବା ପରି। ଏବ୍ରୀ 1 ପର୍ବର 13 ପଦରେ ଲେଖା ଅଛି, ଆଉ ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରିନାହୁଁ, ସେ ପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ। ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି? ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଈଶ୍ୱରତ୍ୱକୁ ପ୍ରକାଶ କରେ। ତେଣୁ ଯେଉଁମାନେ କହନ୍ତି ଯେ ବାଇବଲ ଯୀଶୁଙ୍କ ଈଶ୍ୱରତ୍ୱ ବିଷୟରେ କିଛି କହେ ନାହିଁ ବୋଲି, ସେମାନେ ଈଶ୍ୱରଙ୍କ ବାକ୍ୟର ଏହି ବିଭାଗ ସହିତ ପରିଚିତ ନୁହନ୍ତି। ତେବେ ଦେଖନ୍ତୁ, 110 ପର୍ବର 2 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ସିଓନଠାରୁ ତୁମ୍ଭ ପରାକ୍ରମ ଦଣ୍ଡ ପ୍ରେରଣ କରିବେ, ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ୱ କର। ଏହି ପଦଟି ଖ୍ରୀଷ୍ଟଙ୍କର ଏହି ଜଗତକୁ ପୁନର୍ବାର ଆଗମନ କରି ସିଓନରେ ତାହାଙ୍କର ରାଜତ୍ୱ କରିବାର ବିଷୟକୁ ପ୍ରକାଶ କରେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ବୃଦ୍ଧି ପାଇଥିବେ। ଆମେ ଲକ୍ଷ୍ୟ କରୁଥିଲୁ ଯେ ଗୀତ ସଂହିତା 109ରେ ଗୀତ ରଚକ କହନ୍ତି ଯେ ଐଶ୍ୱର୍ଯ୍ୟ ନ୍ୟାୟ ପାଇଁ କ୍ରନ୍ଦନ କର ଓ କହନ୍ତି ଯେ ଆମ ଶତ୍ରୁମାନଙ୍କୁ ସମୁଚିତ ଦଣ୍ଡ ଦିଅ।
ଯେଉଁମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିଥିଲେ ଏବଂ ବିଶ୍ୱାସଘାତକତା କରିଥିଲେ ସେମାନଙ୍କର ନ୍ୟାୟ ବିଚାର କର। ଗୀତ ରଚକ ଈଶ୍ୱରଙ୍କ ନ୍ୟାୟ ବିଚାରରେ ଭରସା କରୁଛନ୍ତି, କାରଣ ସେ ଜାଣିଥିଲେ ଯେ ପ୍ରତିଶୋଧ ନେବା ଈଶ୍ୱରଙ୍କ କାର୍ଯ୍ୟ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ କରୁଛନ୍ତି। ସେ ଈଶ୍ୱର ତାଙ୍କୁ ସମସ୍ତ ସମସ୍ୟାରୁ ରକ୍ଷା କରିବେ, ଏହି ବିଶ୍ୱାସ ତାଙ୍କର ଥିଲା। କାରଣ ପ୍ରଭୁ ଯେ ଉଦ୍ଧାରକର୍ତ୍ତା ଭାବେ ଆସୁଛନ୍ତି ଏହା ସେ ସମ୍ପୂର୍ଣ୍ଣ ଜାଣିଥିଲେ। ଆଜି କ'ଣ ଆମେ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ କି? ତାଙ୍କ ଉପରେ ନିର୍ଭର ରଖୁଛୁ କି, ଯେ ଆମ ଉଦ୍ଧାରକର୍ତ୍ତା ଓ ରକ୍ଷାକର୍ତ୍ତା ଅଟନ୍ତି? ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ, କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଅତ୍ୟନ୍ତ ଦୟାଳୁ ପ୍ରେମ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ ତୁମ ଦୟା, ତୁମ ଅନୁଗ୍ରହ, ତୁମ ପ୍ରେମ ପାଇଁ। ପ୍ରଭୁ, ସେଦିନ ତୁମ ମନୋନୀତ ଜାତି ଇସ୍ରାଏଲ ପ୍ରତି ଯେପରି ତୁମେ ଦୟା ପ୍ରଦର୍ଶନ କଲ, ପ୍ରଭୁ ଆଜି ମଧ୍ୟ ତୁମେ ଆମମାନଙ୍କୁ ଦୟା କର। ଆମମାନଙ୍କ ଜୀବନର ସବୁ ଅବସ୍ଥାରେ ତୁମେ ଆମମାନଙ୍କ ସହିତ ଈଶ୍ୱର ହୁଅ। ସବୁ ପ୍ରକାର ଅମଙ୍ଗଳରୁ ତୁମେ ଆମମାନଙ୍କୁ ରକ୍ଷା କର। ତୁମର ଈଶ୍ୱରୀୟ ଅନୁଗ୍ରହ ପୁଣି ଆଶୀର୍ବାଦରେ ଆମମାନଙ୍କୁ ପରିପୂର୍ଣ୍ଣ କର। ମୋର ଦର୍ଶକ ବନ୍ଧୁମାନଙ୍କୁ ତୁମେ ବହୁଳ ଭାବେ ଆଶୀର୍ବାଦ କର ପ୍ରଭୁ। ପ୍ରତ୍ୟେକ ଯେପରି ପ୍ରଭୁ ତୁମର ସ୍ପର୍ଶ, ତୁମ ଉପସ୍ଥିତି ନିଜ ଜୀବନରେ ଅନୁଭବ କରିବେ, ତୁମର ମହିମା, ତୁମର ଗୌରବ କରିବେ, ସେଇ ଅନୁଗ୍ରହ ତୁମେ ଦାନ କର। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଲ, ଉତ୍ତର ଦେଲ ବୋଲି ଧନ୍ୟବାଦ ଦେଇ ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ନିମନ୍ତେ ପ୍ରାଣ ଦେଇଥିବା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି, ଈଶ୍ୱର ପରାୟଣ। ଆଜିର ପ୍ରଶ୍ନଟି ହେଉଛି ଦାଉଦ ମସିହଙ୍କୁ କ'ଣ ବୋଲି ସମ୍ବୋଧନ କରନ୍ତି? ଏ, ମୋହର ପ୍ରଭୁ, ବି, ମୋହର ଈଶ୍ୱର, ସି, ମୋହର ସମ୍ପର୍କୀୟ, ଡି, କୌଣସିଟି ବି ନୁହେଁ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଝାରସୁଗୁଡ଼ାରୁ ଦୀପକ କୁମାର ଲୁଗୁନ୍।